ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଏହି କ୍ଲାସରେ ଆଜି ଆମେ ତ୍ରୟୋଦଶ ପାଠ ପଢ଼ିବା। କ'ଣ ରହିଛି? ସର୍ବନାମ ପ୍ରୟୋଗ। ଉଚ୍ଚୈ ପଠତୁ ଲିଖତୁ ଚ। ବଡ଼ ପାଟିରେ ପଢ଼ିବା ଆଉ ଲେଖିବା। ଦେଖ, ଏ ସହ ଏତେ ବୋଲି ଦେଇଛି। ଏ ସହ ମାନେ କ'ଣ? ଇଏ ଆମ ପାଖରେ ଯାଇଥିବ, ଆମେ ତାକୁ ଏ ସହ ବୋଲି କହିବା ହେଲା। ଆଉ ଏତେ କହିବା କେତେବେଳେ? ଯେତେବେଳେ ବହୁତ ଲୋକମାନେ ଥିବେ ଏତେ ବୋଲି କହିବା, ସେମାନେ ବି ପାଖରେ ଥିବ। ଗୋଟିଏ ଯଦି ଥିବ ଏ ସହ, ବହୁତଟେ ଥିଲେ ଏତେ ବୋଲିକି କହିବା ହେଲା। ଏତେ କ୍ଲିଅର ହେଇଯାଅ। ଯେମିତି ଏହା କି ଇଏ ବୋଲି ଆମେ କହୁ, ଏମାନେ କି ଏଗୁଡ଼ାକ ଏମିତି କହୁ, ଓଡ଼ିଆରେ ଆମର ପ୍ରୟୋଗ ଥାଏ। ଠିକ୍ ସେହିପରି ପଢ଼ିବା। ଏଷଃ ଅଶ୍ୱଃ, ଏତେ ଅଶ୍ୱାः, ଏଷଃ ବୃକ୍ଷः, ଏତେ ବୃକ୍ଷାः, ଏଷଃ କରଦୀପः, ଏତେ କରଦୀପାः। କରଦୀପ ମାନେ ଟର୍ଚ୍ଚ, ଅଶ୍ୱ ମାନେ ଘୋଡ଼ା, ବୃକ୍ଷ ମାନେ ଗଛ। ତାପରେ ନେକ୍ସଟ କ'ଣ ଅଛି? ଅହମ ବୟମ୍। ଅହମ ମାନେ ମୁଁ ହେଲା। ଅହମ ମାନେ କ'ଣ? ମୁଁ, ଆଇ ବୋଲି ଯେଉଁ କହୁ ଇଂଲିଶରେ, ମୁଁ। ଅହମ ମାନେ ମୁଁ। ଆଉ ବୟମ୍ ମାନେ ହେଲା ଆମ୍ଭେମାନେ, ମାନେ ଆମେମାନେ ଯେଉଁ ଆମ ସାଙ୍ଗମାନେ ସମସ୍ତେ ମିଶିକି ଥାଉ, ଆମ୍ଭେମାନେ ବୟମ୍। ତ ଇଏ କ'ଣ କହୁଛି? ଅହମ ବାଲକः, ମୁଁ ବାଲକ, ବୟମ୍ ବାଲକାः, ଆମେ ସମସ୍ତେ ବାଲକମାନେ। ଅହମ ଛାତ୍ରः, ମୁଁ ଛାତ୍ର, ବୟମ୍ ଛାତ୍ରା, ଆମେମାନେ ଛାତ୍ରः। ଅହମ ବୈଦ୍ୟः, ମୁଁ ଜଣେ ଡାକ୍ତର, ବୟମ୍ ବୈଦ୍ୟାः, ଆମେମାନେ ଡାକ୍ତରମାନେ। ଅହମ ଶିକ୍ଷକः, ମୁଁ ଶିକ୍ଷକ, ବୟମ୍ ଶିକ୍ଷକାः, ଆମେମାନେ ସବୁ ଶିକ୍ଷକ। ତାପରେ ନେକ୍ସଟ କ'ଣ ଅଛି? ମମ। ଏଷଃ ମମ ହସ୍ତଃ, ମମ ମାନେ ମୋର, ମମ ମାନେ କ'ଣ? ମୋର। ଅସ୍ମାକମ୍, ଅସ୍ମାକମ୍ ମାନେ ଆମମାନଙ୍କର, ଅସ୍ମାକମ୍ ମାନେ କ'ଣ? ଆମ୍ଭମାନଙ୍କର। ମମ ମାନେ ମୋର, ଅସ୍ମାକମ୍ ମାନେ ଆମ୍ଭମାନଙ୍କର। ଏଷଃ ମମ ହସ୍ତଃ, ଏହା ମୋର ହାତ। ଭାରତମ୍ ଅସ୍ମାକମ୍ ରାଷ୍ଟ୍ରମ୍, ଭାରତ ହେଲା ଆମର ସମସ୍ତଙ୍କର ରାଷ୍ଟ୍ର। ତାପରେ ଏଇଟା ପଢ଼ିବା। ମମ ପୁତ୍ରଃ ମାନେ ମୋର ପୁଅ ହେଲା। ତାପରେ ମମ କ'ଣ ଅଛି? ମମ ଜନକଃ, ମମ ଜନକଃ ମୋର ପିତା। ମମ ପୁସ୍ତକମ୍, ମୋର ପୁସ୍ତକ ବହି, ଜନକ ମାନେ ପିତା। ଅସ୍ମାକମ୍ ଗ୍ରାମଃ ମାନେ ଆମ୍ଭମାନଙ୍କର ଗାଁ। ଅସ୍ମାକମ୍ ବିଦ୍ୟାଳୟ, ଆମ୍ଭମାନଙ୍କର ବିଦ୍ୟାଳୟ। ଅସ୍ମାକମ୍ ଶିକ୍ଷକ, ଆମ୍ଭମାନଙ୍କର ଶିକ୍ଷକ। ତାପରେ ନେକ୍ସଟ କ'ଣ ଅଛି? ତ୍ୱମ୍ यूयମ୍। ତ୍ୱମ୍ ମାନେ କ'ଣ? ତୁମେ। ତ୍ୱମ୍ ମାନେ କ'ଣ? ତୁମେ। ତୁମେ ବୋଲି ଆମେ ଓଡ଼ିଆରେ ବି ଆମର ପ୍ରୟୋଗ ଅଛି। यूयମ୍, यूयମ୍ ମାନେ କ'ଣ? ତ୍ୱମ୍ ମାନେ ତୁମେ, यूयମ୍ ମାନେ ତୁମ୍ଭେମାନେ, ମାନେ ଅଲଗା ଜଣେ କହୁଛି କି ତୁମେ ବୋଲିକି। ଆଉ ଆମେ କହିଲା ବେଳେ ଆମେ ଆଉ ଜଣକୁ ଯେତେବେଳେ କହୁ ତୁମେ ଖାଇଛ, ତୁମେ ଶୋଇଛ, ତୁମେ ବୋଲି ପ୍ରୟୋଗ କରୁ। ବେଶୀ ଯଦି ଥିବେ ସେହି ଜାଗାରେ ତୁମ୍ଭେମାନେ ବୋଲିକି କହୁ। ଠିକ୍ ସେହିପରି ତ୍ୱମ୍ ମାନେ ତୁମେ, यूयମ୍ ମାନେ ତୁମ୍ଭେମାନେ। ତ୍ୱମ୍ ବାଲକଃ, ତୁମେ ହେଲ ଗୋଟେ ବାଲକ। यूयମ୍ ବାଲକଃ, ତୁମ୍ଭେମାନେ ବାଲକମାନେ। ତାପରେ ଦେଖିବା। ତ୍ୱମ୍ ଶିକ୍ଷକଃ, ତୁମେ ହେଲ ଗୋଟେ ଶିକ୍ଷକଃ। यूयम् ଶିକ୍ଷକାଃ, ତୁମ୍ଭେମାନେ ଶିକ୍ଷକମାନେ। ତ୍ୱମ୍ କୃଷକଃ, ତୁମେ ଜଣେ କୃଷକ। यूयम् କୃଷକାଃ, ତୁମ୍ଭେମାନେ କୃଷକମାନେ। ତ୍ୱମ୍ ଆପଣୀକଃ, ତୁମେ ଦୋକାନୀ। यूयम् ଆପଣୀକାଃ, ତୁମେମାନେ ସମସ୍ତେ ଦୋକାନୀ ଅଟ। ନେକ୍ସଟ କ'ଣ ଅଛି ପୁଣି? ବୁଝିହେଲା? ତବ, ତବ ଆଉ युष्माकमର ପ୍ରୟୋଗ ରହିଛି। ଏଇଟା ସବୁ ସର୍ବନାମ ପ୍ରୟୋଗ। ମାନେ ଯେତେବେଳେ ଆମେ ଜଣେ ବ୍ୟକ୍ତିର ନାଁକୁ ନ ଧରିକି ଆମେ ତାକୁ କେଉଁଥିରେ ଗୋଟେ ସମ୍ବୋଧନ କରୁଛୁ, ପଚାରୁଛୁ କି ତାକୁ କ'ଣ କହୁଛୁ, ଇଏ କି ସିଏ, ସେଇଟା ହେଲା ସବୁ ସର୍ବନାମ। ଆଉ ତାର କିଛି ପରିବର୍ତ୍ତନ ହୁଏନି ସର୍ବନାମର ହେଲା। ଦେଖ, ତବ ଆଉ युष्माकम। ତବ ମାନେ ତୁମର, ତବ ମାନେ ବି ତୁମର। ତବ ପୁସ୍ତକ ମାନେ ତୁମର ବହି। युष्माकम ବିଦ୍ୟାଳୟ, युष्माकम ମାନେ ତୁମ୍ଭମାନଙ୍କର। ତ୍ୱମ୍ ମାନେ ତୁମର, युष्माकम ତୁମ୍ଭମାନଙ୍କର। ତବ ପୁସ୍ତକମ୍ ତୁମର ବହି, युष्माकम ବିଦ୍ୟାଳୟ ତୁମ୍ଭମାନଙ୍କର ବିଦ୍ୟାଳୟ। ପଠତୁ ବଦତୁ ପଢ଼ିବା ଓ କହିବା।
तव शरीरम तमर शरीर, तव वस्त्रम तुमर वस्त्र, तव उपनेत्रम तुमर उपनेत्र माने ହେଲା ଚଷମାକୁ ଉପନେତ୍ର କୁହାଯାଏ। युष्माकं गृहं ତୁମ୍ଭମାନଙ୍କର ଗୃହ, युष्माकं ଗ୍ରାମ ତୁମ୍ଭମାନଙ୍କର ଗ୍ରାମ, युष्माकं ନଗର ତୁମମାନଙ୍କର ନଗର। ହେଲା ବୁଝି ହେଉଛି अहं छात्रः अहं छात्रः, अस्माकं गृहम् अस्माकं गृहम्, अस्माकम् आसनम् अहम् अध्यापकः। अभ्यास पढ़िबा। रिक्तस्थानं पूरयतु, खाली स्थान पूरण कर बोलिकी कहिछि। गज ह बोली देछि माने गोटिए गज ही अछि, ताहेले एठी हमें कोन लिखिदेबा एषः गजः, एथिरे एषः हेजिबो हैला। तापरे वृक्षाः अछि माने बहुत गुड़े वृक्ष अछि, तो एते हेजिबो, एठी बहुत गुड़ाए अछि तो एते हेजिबो, एठी एषः हेबो। छात्रः अछि, अहं छात्रः, गोटिए छात्र अहं छात्र। शिक्षकाः माने शिक्षकाः देछि माने अधिक शिक्षक अछन्ति, ताहेले वयम हेजिबो हैला। वयम माने आम्भे माने हेले शिक्षक अधिक अछन्ति सेदिबे। कृषकः माने गोटे कृषक अछि, त्वं कृषकः त्वं हेजिबो। आपणिकाः बोली देछि, यूयम आपणिकाः हेजिबो। बुझिएला, 1 नंबर सरिला। नेक्स्ट क्वेश्चन कोन अछि, मातृभाषायाः अर्थं लिखतु। मातृभाषा रे अर्थ लिख माने ओडिया रे एथिरे अर्थ लिखिबार अछि। मम गृहं मोर घर, मम हस्तः मोर हात, अहं बालिका मु बालिका, अस्माकं राष्ट्रम आमर राष्ट्र। तापरे तव उपनेत्रम तुमर उपनेत्र माने तुमर चषमा। पठतु लिखतु, पढ़िबा लिखिबा। एषः अजः, एषः अजः, एषः छात्रः, एषः विहग। ओके, एषः अजः एते अजाः, एषः छात्रः एते छात्राः हेजिबो। एषः विहगः एते विहगाः, एठी एते लिखिबो। छात्राः छात्राः बुझिला। अहं सैनिकः वयं सैनिकाः सैनिकाः, विसर्ग एठी देबो हैला। तापरे त्वं पथिकः वयं त्वं यूयं, त्वं एठी यूयं पथिकाः। अहं भारतीयः अहं भारतीयः वयं भारतीयाः, वयं भारतीयाः भारतीयाः हैला। तो एपरि रहिछि। तापरे सह ते, सह बानरः, से हैला गोटे बानरः। सह माने सीए, ते माने से माने बहुत बानर अछन्ति ना, तो बहुवचन रे ते एठी हेजिबो, बुझिहेला। सह बानरः ते बानराः। सह अजः से अज, ते अजाः से माने एठी अधिक अछन्ति अज, तो ते बहुवचन रे ते हेगला। तापरे सा माला, पुलिंग रे सह होछि पिला माने हैला। स्त्रीलिंग को पळे आसिले माने सा उ ताहा हेजिबो। सा माने सीए हेबो, बाकी स्त्रीलिंग रे प्रयोग कले सा होतबो। आ ताहा माने बहुवचन स्त्रीलिंग रे माने बहुत गुडे जदि अछि अछन्ति ताहा हमें कहिबा। सा माला गोटे माला अछि, ताहा मालाः तीनटा अछि माने अधिक अछि गोटेरु। सा माला ताहा माला, माला हैला स्त्रीलिंग। सा बालिका एटा गोटे बालिका, ताहा बालिका अधिक बालिका अछन्ति ताहा बालिकाः। तापरे आमे देखिबा पठतु स्मरतु बोली कहिछि। सह ते, सह अश्वः सह गजः, ते अश्वाः ते गजाः, सह मयूरः ते मयूराः, सह पर्वतः ते पर्वताः, सह मूषकः ते मूषकाः, सह काकः ते काकाः, सह वृक्षः ते वृक्षाः। तो एमिति करी एटा पढ़िबा स्मरण करिबा। तापरे सा अछि, सा बालिका ताहा बालिकाः, सा पाचिका ताहा पाचिकाः, सा सेविका ताहा सेविकाः, सा मक्षिका ताहा मक्षिकाः, सा लता ताहा लताः, सा पताका ताहा पताकाः,
सा अम्बा, ताहा अम्बाः। ବୁଝିହେଲା? ତ ଏମିତି ସ୍ତ୍ରୀଲିଙ୍ଗରେ ପଳେଇ ଆସିଲା। ତାପରେ ତତ୍ତାନି, ତତ୍ତାନି କେଉଁଥିରେ ଆସେ? ନପୁଂସକ ଲିଙ୍ଗରେ ଆମେ ତତ୍ ବୋଲିକି କହିଥାଉ। ତାନି ବହୁବଚନରେ କହିବା ଆମେ। ବୁଝିହେଲା? ତତ୍ ଉପନେତ୍ରମ୍, ଉପନେତ୍ରମ୍ ନପୁଂସକ ଲିଙ୍ଗରେ ଅଛି। ତାନି ଉପନେତ୍ରାଣି, ତାନି ଉପନେତ୍ରାଣି। ତତ୍ କଙ୍କତମ୍, ସେଇଟା ହେଲା ପାନିଆ। ତାନି କଙ୍କତାନି, ଅଧିକ ପାନିଆ ଅଛି। ତାନି କଙ୍କତାନି, ଏଇଟା ସବୁ ନପୁଂସକ ଲିଙ୍ଗରେ ଆସିଲା। ତତ୍ ଦୂରଦର୍ଶନମ୍, ଏହା ଦୂରଦର୍ଶନ। ତାନି ଦୂରଦର୍ଶନାନି, ଏଇଟା ଅଧିକ ଦୂରଦର୍ଶନ ମାନେ ଅଛି ତ ଦୂରଦର୍ଶନାନି। ତାପରେ ଏଷଃ କଃ, ଏତେ କେ, ଏଷଃ ଅଜଃ, କଃ କେ, ମାନେ କହ ମାନେ କିଏ, କିଏ ମାନେ ବହୁବଚନରେ ଯୋଉ କିଏ ବୋଲି ଆମେ ପଚାରୁ ସେଇଟା। ଏଷଃ କଃ, ଏଷଃ ଅଜଃ, ଏଇଟା ହେଲା ଛେଳି। ଏଇଟା କ'ଣ ବୋଲି ଏଇଠି ପଚାରୁଛି ମାନେ ଏଷଃ କଃ। ଏଷଃ ଅଜଃ, ଏହା ହେଲା ଛେଳି। ତାପରେ ଏତେ କେ, ଏତେ କେ ମାନେ ଏତେ ଅଜାଃ, ଏମାନେ ହେଲେ ଛେଳି। ସେହିପରି ଏଷଃ କୃଷକः, ଏଷଃ ଚାଲକः, ଏଷଃ ରକ୍ଷକः, ଏତେ କୃଷକାः, ଏତେ ଚାଲକାः, ଏତେ ରକ୍ଷକାः। ଏଠି କ'ଣ? ଏଷଃ କଃ ମାନେ ଏଷଃ କୃଷକः, ଏଷଃ କଃ ଏଷଃ ଚାଲକः, ଏଷଃ ରକ୍ଷକः, ଏମିତି ସବୁ କହିବ। ତାପରେ ଏଷା, ଏଷ ଆମେ ପୁଲିଙ୍ଗରେ ପଢ଼ିଥିଲା। କହ ଲାଗିବ ପୁଲିଙ୍ଗରେ। ଏଷା ଆମେ ସ୍ତ୍ରୀଲିଙ୍ଗରେ ପଢ଼ିଥିଲା। ବାକି କିଏ ଯେଉଁ ଅଛି କହ ଜାଗାରେ କା ବୋଲିକି କୁହାଯାଏ ସ୍ତ୍ରୀଲିଙ୍ଗରେ। ବାଲିକା ଯଦି ଅଛି ସ୍ତ୍ରୀଲିଙ୍ଗରେ କା ବୋଲି କୁହାଯାଏ। ଆଉ ଅଧିକ ଯେଉଁ ବହୁବଚନରେ କାହା ବୋଲି କୁହାଯାଏ। ବୁଝିହେଲା? ଦେଖିବା ଆମେ ଏବେ। ଏଷା କା, ଏଷା ହେଲା ବାଲିକା, ମାନେ ଗୋଟିଏ ବାଲିକା ଅଛି। ଏଷା ବାଲିକା। ଏତାହା କାହା, ମାନେ ଏତାହା ବାଲିକାଃ, ଏମାନେ ହେଲେ ବାଲିକା ମାନେ। ଠିକ୍ ସେପରି ଏଷା କା, ଏଷା ମହିଳା। ଏତାହା କାହା, ଏତାହା ମହିଳାଃ। ଏଷା କା, ଏଷା ପତାକା। ଏତାହା କାହା, ଏତାହା ପତାକାଃ। ନେକ୍ସଟ ତାପରେ ଏଷା ବୈଦ୍ୟା, ଏତା ବୈଦ୍ୟାଃ। ଏତତ୍, ତାପରେ ନପୁଂସକରେ ଆମେ କିମ୍ ବୋଲିକି ପଚାରୁ ହେଲା। କିମ୍, ନପୁଂସକ ଲିଙ୍ଗର ଯଦି କିଛି ବସ୍ତୁ ଥିବ ତାହେଲେ ଆମେ କିମ୍ର ପ୍ରୟୋଗ କରୁ ସେଇଠି। ଏତତ୍ କିମ୍, ଏତତ୍ ଫଲମ୍, ଫଲମ୍ ହେଲା ନପୁଂସକ ଲିଙ୍ଗ ତ ଏତତ୍ ଫଲମ୍। ତାପରେ ବହୁତ ଗୁଡ଼ାଏ ଥିଲେ ସେଇଟାକୁ ଏତାନି ପଢ଼ିଛୁ ଆଗରୁ ଆମେ। ତ କିଏ ଜାଗାରେ ଏତାନି, ମାନେ କ'ଣ ଯେଉଁ ପ୍ରୟୋଗ କରୁ ଆମେ କ୍ୱେଶ୍ଚନ୍ ମାର୍କ, କାନି ବୋଲି ଆମେ ପ୍ରୟୋଗ କରିବା ସେଇଥିରେ ହେଲା। ନପୁଂସକ ଲିଙ୍ଗରେ ଯଦି ଥିବ ଆଉ ବହୁବଚନ ବହୁତ ଗୁଡ଼ାଏ ଫଳ ଥିବ ଦେଖିବ, ତାହେଲେ କାନିର ପ୍ରୟୋଗ ଆମେ କରୁ। ଏତାନି କାନି, ଏତାନି ଫଳାନି। ବୁଝିହେଲା? ତାପରେ ଏତତ୍ କରବସ୍ତ୍ରମ୍, ଏତତ୍ କିମ୍, ଏତତ୍ କରବସ୍ତ୍ରମ୍। ଏତତ୍ କିମ୍, ଏତତ୍ ବାଦ୍ୟମ୍। ଏତତ୍ କିମ୍, ଏତତ୍ ଗୃହମ୍। एतानि कानि, एतानि कानि, एतानि करवस्त्राणि। एतानि कानि, एतानि कानि, एतानि बाद्यानि। एतानि कानि, एतानि गृहाणि। ठीक एमिति प्रयोग हुए। तापर अभ्यास करिबा पिलामाने शून्य स्थाने उचित पदम लिखतु। एषः माधवः, माधव पुल्लिंग रे अछि तो पुल्लिंग रो एषः माधवः पले आसीबो। युतकम, युतकम तत् सह सम, तत् युतकम, युतकम। तापरे एटा नपुंसक। तापरे सा सुजाता, सा सुजाता। एतत् सा, 1 2 3 4 5 6 अच्छी ना। देवयानी, देवयानी भी गोटे झीर ना थाए ना, तो सा देवयानी ही जीव। तापरे सह, सह शिक्षक, ये सह पलि आसो। ये सा, ये भी सा पलि आसो। तत् युतकम, तत् ये लिखिब। ये एषः माधव हो। तापरे शिक्षक रे सह शिक्षक कर्गजम।
एतत् कर्गजम् एतत् कर्गजम् बुझिहेला। तापरे नेक्स्ट कौन अच्छी को नंबर 2 नंबर मातृभाषायाः अर्थं लिखतु। एषः गोपालः ए हेला गोपालः एतत् छात्रम् एमाने छात्रमाने सा उमा सी उमा सा अध्यापिका सी हेले अध्यापिका तत् मूलं ସେଇଟା ମୂଳ ସହ ସଦାନନ୍ଦः सी हेले ସଦାନନ୍ଦ ବୁଝିହେଲା। ତାପରେ ପୁଣି ଦେଇଛି ଉଚିତ ପଦମ୍ ନିରୂପୟତୁ ଠିକ୍ ପଦ ବାଛି ଲେଖ। ଅହମ୍ ବିପିନଃ ଅହମ୍ ଏଥିରେ ପଳେଇ ଆସିବ ଅହମ୍ ବୁଝିହେଲା। ଅହମ୍ ଏଠିକି ଆମର ପଳେଇ ଆସିଲା ପିଲାମାନେ ଅହମ୍ ଅହମ୍ ବିପିନଃ। ତାପରେ ମମ ବିଦ୍ୟାଳୟଃ ମମ ଖ ନମ୍ବରରେ ପଳେଇ ଆସିବ ମମ ମମ ବିଦ୍ୟାଳୟଃ। ତାପରେ अस्माकं ବିଦ୍ୟାଳୟଃ ହେବ अस्माकं ବିଦ୍ୟାଳୟ ହେଇଯିବ ଏଠିରେ ଖରେ अस्माकं ବିଦ୍ୟାଳୟः। वयं छात्राः अस्माकं विद्यालयः ହେଲା ଏଇଠିରେ ଅହମ୍ ବିପିନଃ ଏଠି ପଳେଇ ଆସିବ अस्माकं ବିଦ୍ୟାଳୟ ଏଠି ଲେଖିବ। वयं छात्राः ଏଠି ଲେଖିବ। वयं बालकाः ବି ଏଠି ଆସିବ। मम हस्तः मम हस्त ଲାଷ୍ଟରେ ଲେଖିବାର ଅଛି ବୁଝିହେଲା। ତାପରେ त्वं सैनिकः त्वं वीरः यूयं वीराः युष्माकं भवनं यूयं सेवकाः तव आपणिकः 4 नंबर तव आपणिकः। तापरे कः रमेशः किं पुस्तकं पत्राणि किं कानि पत्राणि शिक्षिका का शिक्षिका रक्षकाः के रक्षकाः काः महिलाः बुझिहेला। तो आज एतिकी जदि कोठिरे भी डाउट रहिला ताहेले आपण माने मेसेज करि पारिबे। समस्त को धन्यवाद।